ଜୟ ଜଗନ୍ନାଥ। ଏତେ ତମେ ବଇଛ, ଆଜି ଆଲୋଚନା କରିବା ମାରକଣ୍ଡ ଅଙ୍କ ବିଚାର। ମାରକଣ୍ଡ ଅଙ୍କଟାକୁ ବେଶୀ ଭୀମ ଭୋଇ ପ୍ରାଧାନ୍ୟ ଦେଇଛନ୍ତି। ଯେତେ ମହାପୁରୁଷ ଆସିଛନ୍ତି ବେଶୀ ଭୀମ ଭୋଇ ମାରକଣ୍ଡଙ୍କ ଅଙ୍କୁ କଣ କଲେ ପ୍ରାଧାନ୍ୟ ଦେଲେ। ଆମର ତ ଚ୍ୟାନେଲ ହେଲା ଦିନଠୁ ମାରକଣ୍ଡଙ୍କ ବିଷୟରେ ଚାଲିଛି। କିନ୍ତୁ ମନେ ରଖ, ମାରକଣ୍ଡ ଜୋନି ଜନ୍ମ ହେବେନି। କଳିରେ ଗୋଟେ ଅଲୌକିକ ଘଟଣା ଘଟେ। ଆମର ଯେମିତି ଭୀମ ଭୋଇ ଲେଖିଛନ୍ତି ମହିମା ଗୋସ୍ୱାମୀଙ୍କ ଉପରେ, ଅର୍ଜୁନୀ ସମ୍ଭୂତା ବୋଲି ଲେଖିଛନ୍ତି। ମହିମା ଗୋସ୍ୱାମୀ ତାଙ୍କର ଅନ୍ୟ ନାଁ ହଉଛି କଣ? ପ୍ରଭୁଦ ଗୋସ୍ୱାମୀ ବା ଧୂଳିଆ ବାବା। ତାଙ୍କର ତିନିଟା ନାଁରେ ମହିମା ଗୋସ୍ୱାମୀ ପ୍ରଯୁଜ୍ୟ ଥିଲେ। ଯେତେବେଳେ ଭୀମ ଭୋଇ ଆସିବେ, ସିଏ ମହିମା ଗୋସ୍ୱାମୀଙ୍କ ବିଷୟ ଲେଖିବା ସଙ୍ଗେ ସଙ୍ଗେ ମହିମା ଧର୍ମକୁ ପ୍ରଚାର ପ୍ରସାର କଲେ କି ସେ ଭୀମ ଭୋଇ। ବୁଝିପାରୁଛି ନା? ତାଙ୍କ ଲେଖା ମହିମା ଧର୍ମ କଣ କଲା? ଜୀବିତ କରିକି ରଖିଲା। ସେଇ ଭୀମ ଭୋଇ କଣ ସେଇ ଟାଇପର ମାରକଣ୍ଡ ଋଷିଙ୍କର ଆବିର୍ଭୂତ। ମାରକଣ୍ଡ ଋଷି, ମାରକଣ୍ଡ ଅବଶ୍ୟ କେହି କାହାକୁ ଉଣା ନୁହଁ। ଜଣେ ଶିବଙ୍କ ଅଂଶ ହେଲେ, ଜଣେ ହଉଛନ୍ତି ବିଷ୍ଣୁଙ୍କ ଅଂଶ। ବୁଝିବୁ? ତେଣୁ ଯେତେବେଳେ କଳିର ଅନ୍ତିମ ପର୍ଯ୍ୟାୟ ଆସିବ, ସେ ଜଗତ ରକ୍ଷା କାରଣ ନିମନ୍ତେ କଣ ହେବେ? ମାନେ ଦେବପୁରରୁ ମର୍ତ୍ତ୍ୟପୁରକୁ ବୁଦ୍ଧ ସନ୍ନ୍ୟାସୀ ରୂପ ଧରି ପ୍ରବେଶ କରିବେ। ସେ ଯେବେ ପ୍ରବେଶ କରିବେ, ସେଇଠୁ ତାଙ୍କର ଅଙ୍କ ବିଚାର କରାଯାଏ। ହେଲା, ତାହେଲେ ସେ ପ୍ରବେଶ କେବେ କରିଥିଲେ? ବୁଝିହଉଛି? ବର୍ତ୍ତମାନ ଅନେକ ବ୍ୟକ୍ତି ବିଶେଷ ମଧ୍ୟ ମାରକଣ୍ଡଙ୍କ ଅଙ୍କ ଉପରେ କଣ କଲେ? ପ୍ରାଧାନ୍ୟ ଦେଲେନି। ଦେଖିଲେ କଣ, ସେ ମାଗି ଆଣିବା ତୁଣ ଶୋଷଡା, ନିଜସ୍ୱ ତ କିଛି ଇଏ ନାହିଁ, କପି କରିକି ଚଲେଇଛନ୍ତି। ସେ ଜାଣିବା କଥା, ଜଣଙ୍କ ବିଷୟ କହିବା ଆଗରୁ ତାଙ୍କ ବିଷୟରେ ଭଲ କି ଆମେ ତର୍ଜମା କରିବା ହଉଛି ଆମମାନଙ୍କର କର୍ତ୍ତବ୍ୟ। କିଏ ପଚାରିଦେବ ମାରକଣ୍ଡଙ୍କ ଅଙ୍କ କୋଉଠୁ ଆରମ୍ଭ, କଣ କହିବେ? ହଁ, ତ ଛାଡନ୍ତୁ। ମାରକଣ୍ଡ ଋଷି ଯେବେ ମର୍ତ୍ତ୍ୟ ମଣ୍ଡଳରେ କଣ ହେବେ? ବୁଦ୍ଧ ରୂପ ଧରି, ମାନେ ଗୋଟେ ବୟସ୍କ ରୂପ ଧରି ବା ବୁଢା ରୂପ ଧରି ମର୍ତ୍ତ୍ୟ ମଣ୍ଡଳରେ ଅବତାରଣ କରିବେ, ସେଇଦିନ ଠାରୁ ତାଙ୍କର ଅଙ୍କଟା ନିର୍ଦ୍ଦିଷ୍ଟ। ଏଟା ଆମେ କହୁନୁ। ମହାପୁରୁଷ ଅଚ୍ୟୁତଙ୍କ ସହିତ ତାଳ ଦେଇ ଭୀମ ଭୋଇ ମଧ୍ୟ କହିବେ। ବୁଝିପାରୁଛ ନା? କିନ୍ତୁ କୋଉ ଦିନ ମାରକଣ୍ଡ ମର୍ତ୍ତ୍ୟ ମଣ୍ଡଳକୁ ଆସିବେ ବା ଆସିଛନ୍ତି, ସେଇ ବିଷୟଟା କ୍ୟାମେରା ଆଗରେ କହିହବ। ତ ମୁଁ କ୍ୟାମେରା ପଛରେ କହିଦେବି। ଆଜି ସେଇ ବିଷୟ ଉପରେ ଆଲୋଚନା କରିବା। ମହାପୁରୁଷ ଅଚ୍ୟୁତଙ୍କ ଲେଖା। ସ୍ୱର୍ଗୁ ବ୍ରହ୍ମମୁନି ଅବତାର ଶ୍ରେଣୀ ଶୁଣତୁ ବ୍ରଜ ତନଇ ହିଙ୍ଗୁଳା ମଣ୍ଡଳେ ବୁଧ ରୂପ ଧରି ଖେଳିବେ ମାର୍କଣ୍ଡ ସାଇ। ହେଲା, କହିଲେ ସ୍ୱର୍ଗୁ ବ୍ରହ୍ମମୁନି, ସେମାନେ ବ୍ରହ୍ମଙ୍କର ଅବତାର ଶ୍ରେଣୀ, ସେ ମର୍ତ୍ତ୍ୟମଣ୍ଡଳରେ ଅବତାରଣ କରିବେ। ଶୁଣନ୍ତୁ ବ୍ରଜ ତନଇ, ସେ ବ୍ରଜ ତନଇ, ତତେ ମୁଁ ଏ କଥା କହୁଛି ତୁ ଶୁଣୁ। ହିଙ୍ଗୁଳା ମଣ୍ଡଳେ ବୁଧ ରୂପ ଧରି ଖେଳିବେ ମାର୍କଣ୍ଡ ସାଇ। ମାନେ ସେ ବୁଧ ରୂପ, ଗୋଟେ ବୁଢା ବୟସ୍କ ରୂପକ ବ୍ୟକ୍ତି ବିଶେଷ ରୂପକୁ ଧାରଣ କରିକି ସେ କଣ କରିବେ? ମର୍ତ୍ତ୍ୟ ମଣ୍ଡଳରେ ଖେଳ ଆରମ୍ଭ କରିବେ। କୋଉଠି ନା? ହିଙ୍ଗୁଳା ମଣ୍ଡଳ। ବର୍ତ୍ତମାନ ମନେ ରଖିଥାଅ, ହିଙ୍ଗୁଳା ମଣ୍ଡଳଟା ମହାପୁରୁଷ ଯୋଉ ହିଙ୍ଗୁଳା ମଣ୍ଡଳ କଥା
କହିଛନ୍ତି ଯୋଉ ସ୍ଥାନକୁ ନିରୂପଣ କରିଛନ୍ତି ସେ ଯାଜପୁର ଜିଲ୍ଲା ଭିତରେ ଅନ୍ୟତମ। ଯାଜପୁର ଜିଲ୍ଲା ହେଇପାରେ କିନ୍ତୁ ତା ଭିତରେ ବିରଜା ମଣ୍ଡଳ ହିଙ୍ଗୁଳା ମଣ୍ଡଳ ମଧ୍ୟ ଭୋଗ କରୁଛି। ତପସ୍ୟାରେ ରତ ହେବେ ମାରକଣ୍ଡ ବ୍ରହ୍ମାଣ୍ଡ ରକ୍ଷା କାରରେ। ମାନେ ସେଠି ତପସ୍ୟାରେ ରତ ରହିବେ କାହିଁକି ବ୍ରହ୍ମାଣ୍ଡକୁ ରକ୍ଷା କରିବା ପାଇଁ। ମଧୁବନ ଠାରେ ଗୁପତେ ରହିବେ ଢେଙ୍କାନାଳ ଅନ୍ତରାଳେ। ସେ ଏଠି କଣ ହେବେ କିଛି ଦିନ ଖେଳାଳିଲା କରିକି ସେଇ ହିଙ୍ଗୁଳା ମଣ୍ଡଳ ଭିତରେ ଗୋଟାଏ ଜାଗାରେ ଖେଳାଳିଲା କରିକି କିଛି ଦିନ ସେ ସେଇଠୁ କଣ କରିବେ ପଳେଇବେ ମଧୁବନକୁ। କୋଉଠୁ ନା ଢେଙ୍କାନାଳ ମଧୁବନକୁ ଭ୍ରମଣ କରିବେ। ବ୍ୟବସ୍ଥା କିଏ କହିଲେ ନା ଅଚ୍ୟୁତାନନ୍ଦ ମହାପୁରୁଷ ହେଲା। ଭୀମ ଭୋଇ କଣ କହୁଛନ୍ତି ତାଙ୍କ ପଦ୍ମ ଗଳ୍ପରେ ଢେଙ୍କାନାଳରେ ଢାଙ୍କୁଣୀରେ ରହି ମଧୁବନେ ମାର କଣ୍ଡ ସିଦ୍ଧ ବାନା ହୋଇ ସିଦ୍ଧ କରୁଥିବେ ରକ୍ଷା ହୋଇବ ବ୍ରହ୍ମାଣ୍ଡ। ଏକା କଥା। ଅଚ୍ୟୁତ କହିଲେ କଣ ସେ ମଧୁବନକୁ ପଳେଇବେ ଢେଙ୍କାନାଳ ନିକଟରେ ମଧୁବନକୁ ପଳେଇବେ। ଏଠି ଭୀମ ଭୋଇ କହିଲେ ଢେଙ୍କାନାଳ ଠାରେ ଢାଙ୍କୁଣୀରେ ରହି। ଢାଙ୍କୁଣୀ ମାନେ କଣ ଘୋଡଣୀ ଭିତରେ ନା ନା ଏଠି ଢାଙ୍କୁଣୀ ଶବ୍ଦର ଅର୍ଥ ହଉଛି ଲୁଚିକି ରହିବେ ଶରୀର ଛପେଇକି ରହିବେ। ମଧୁବନେ ମାରକଣ୍ଡ ଅଚ୍ୟୁତ କହିଲେ ମଧୁବନରେ ମାରକଣ୍ଡ ଏଠି ଭୀମ ଭୋଇ ସେଇ କଥା କହିଲେ ମଧୁବନେ ମାରକଣ୍ଡ। ସିଦ୍ଧ ବାନା ବହି ସିଦ୍ଧ କରୁଥିବେ ରକ୍ଷା ହୋଇବ ବ୍ରହ୍ମାଣ୍ଡ। ସେ ତ ସିଦ୍ଧ ପୁରୁଷ ଦେବପୁର ଋଷି ବ୍ରହ୍ମ ଋଷି ସେ ଫେରେ ସିଦ୍ଧ କାହିଁ କରିବେ ନା ମର୍ତ୍ତ୍ୟ ମଣ୍ଡଳକୁ ଯିଏ ଆସିବ ଯେକୌଣସି ଦେବତା ଆସିଲେ ମଧ୍ୟ ସେ ଅବତାର ହୁଅନ୍ତୁ କି ଅବତାରୀ ହୁଅନ୍ତୁ କିଛି କର୍ମ କରିବାକୁ ପଡିବ। ମା ଆଦ୍ୟୋଗୀ ଯୋଗ ମାୟା ସେ କହିଲେ ପାର୍ବତୀ ରୂପରେ ଜନ୍ମ ହେଲେ ତଥାପି ଶିବ ପାଇଁ କେତେ ତପସ୍ୟା କଲେ ତେଣୁ ସେମିତି ମର୍ତ୍ତ୍ୟ ମଣ୍ଡଳକୁ ଯିଏ ଆସିବ ସିଏ କଣ ହବ ପ୍ରଭୁଙ୍କ ପାଇବ। ସେ ନିଜେ ପ୍ରଭୁ ହୁଅନ୍ତୁ ସେ ନିଜକୁ ନିଜେ ତପସ୍ୟା କରିବେ। ସାତ ଅଙ୍କଠାରେ ଶୂନ୍ୟରୁ ଶବଦ ଶୁଭିବ ଉତ୍ତର ଦିଗ। ଦେଖ ତମେ କହିବ ଯଦି ଆମେ ଗୋଟେ ଆଲୋଚନା କରିବା ଯଦି ସିଏ ଜନ୍ମ ଗ୍ରହଣ କରିବେ 7 ବର୍ଷର ଛୁଆ ସିଏ ଗୋଟେ ଜାଗାରେ ଜନ୍ମ ହେଇକି ଗୋଟେ ଜାଗାରେ ଯାଇକି ରହିପାରିବେ କି ତାଙ୍କ ବାପା ମା ଛାଡି ପାରିବେ ବର୍ତ୍ତମାନ ସମୟରେ? ମହାପୁରୁଷ ଯୋଉ ଗୋଟା କହିଲେ ସେ ଅର୍ଜୁନୀ ସମ୍ଭୂତ ସେ ତ ଦେବପୁର ଋଷି ମାୟା କରିକି ବୁଦ୍ଧ ରୂପ ଧରି କଣ ହେବେ ପରିପ୍ରକାଶ ହେବେ। ଯୋଉ ଦିନ ପରିପ୍ରକାଶ ହେବେ ସେଇଠୁ ତାଙ୍କ 7 ଅଙ୍କ 7 ବର୍ଷ ଯେତେବେଳେ ଚାଲୁଥିବ ସେତେବେଳେ କଣ ହବ ଉତ୍ତର ଦିଗରେ ଗୋଟେ ଶୂନ୍ୟ ଶବଦ ହବ। କୋଉ ଦିନ ନା ମାଘର ଶୁକ୍ଳ ଦଶମୀ ତିଥିରେ 12 ବୃହସ୍ପତି ଭୋଗ ସେଦିନ ମାଘ ମାସ ହେଇଥିବ ଶୁକ୍ଳ ପକ୍ଷ ହେଇଥିବ ଦଶମୀ ତିଥି ହେଇଥିବ ଗୁରୁବାର ସେଇଦିନ ଗୋଟେ ଅକସ୍ମାତ ଶୂନ୍ୟରୁ ଶବ୍ଦ କଣ ହବ ପରିପ୍ରକାଶ ହବ। ତେଣୁ ମହାପୁରୁଷ ଯାହା ଲେଖିଛନ୍ତି ସେ ଭୀମ ଭୋଇ ହୁଅନ୍ତୁ କିମ୍ବା ଅଚ୍ୟୁତ ହୁଅନ୍ତୁ ଇଏ ଅକ୍ଷର ଅକ୍ଷର ସତ୍ୟ। ତମେ ଛୁଆ ହେଇଥିଲ ଆମେ ତମ ଗାଁରେ ଥାଉ ବଉଳ ପୋଖରୀ ପାଖରେ ଏଇ ଦିଟ ଏଇ ମାଘ ଶୁକ୍ଳ ଏକାଦଶୀ ମାଘ ଶୁକ୍ଳ ଦଶମୀ ଗୁରୁବାର ପଡିଥାଏ। ସେଦିନ ଅକସ୍ମାତ ବାଲେଶ୍ୱର ଯାଜପୁର ଭଦ୍ରକ କେନ୍ଦ୍ରାପଡା ସେପଟ ସାଇଡ୍ ଗୋଟେ ଘୁଁ କିଣି ଗୋଟେ ଶବ୍ଦ ହେଲା ମାନେ ପୋଖରୀ ପାଣି କଣ ହେଲା ହଲିଲା। ଆମ ମନେ କଣ ହେଲା ଭୂମିକମ୍ପ ହେଲା। ଏଟା କୋଉ ମସିହା ହେଲା କହିଦେବି ଯେ କିନ୍ତୁ କ୍ୟାମେରା ଆଗରେ କହିବିନି ଏଟା ଘଟିଥିଲା। ତେଣୁ ମାରକଣ୍ଡ ଋଷି ଯେଉଁ ଦିନ ଶରୀର ଧାରଣ କରିବେ ସେଇଦିନ ଠାରୁ ଅଙ୍କ ହିସାବ ହବା ନିଜ। ଅନେକ ବ୍ୟକ୍ତି ବିଶେଷ ଆମକୁ ଫୋନ କରି କୁହନ୍ତି ମାରକଣ୍ଡଙ୍କ ଅଙ୍କ କୋଉ ଦିନ ଆରମ୍ଭ
ଆଉ ତମକୁ ଯିଏ ମାରକଣ୍ଡଙ୍କ କଥା କହୁଛନ୍ତି ତାଙ୍କୁ ପଚାର। ମାନେ ଇଚ୍ଛା ମନ୍ତ୍ର ନ ଜାଣି ସାପ କାଟରେ ହାତ ପୁରେଇବା ଯାହା, ଏ ବିଷୟ ହଉଛି ସେଇଆ। ଆଉ ମାରକଣ୍ଡ ହିଙ୍ଗୁଳା ମଣ୍ଡଳରେ ବା ଯାଜପୁର ଜିଲ୍ଲା ଭିତରେ କୋଉ ଜାଗାରେ ପ୍ରଥମେ ଅବସ୍ଥାନ କରିଥିଲେ ସେ କଥା ମଧ୍ୟ ମହାପୁରୁଷ ଲେଖିକି ଯାଇଥିଲେ। ଏ ବାଣୀ ଅକ୍ଷର ଅକ୍ଷର ସତ୍ୟତା। କାରଣ ଆମର ମତ ଗୋଟେ ଅନୁଭବ, ଯାହା ନ ଦେଖିବ ଦୁଇ ନୟନେ ପରତେ ନ ଯିବ ଗୁରୁ କହେ ଅଭିରାମ ଭାଇ ଅନୁଭବ ଗତି। ଅନୁଭବ କର, ଅନୁଭବ କରିବାକୁ ପ୍ରବର୍ତ୍ତା। ଆଉ ଅନୁଭବ ନ କରି ଖାଲି କହିଲେ ତାର କିଛି ମହତ୍ଵ ନଥାଏ। ଜୟ ଜଗନ୍ନାଥ। ସେ ମାରକଣ୍ଡକ ସଦିଚ୍ଛା ପୂର୍ଣ୍ଣ ହଉ ବୋଲ ଆନନ୍ଦେ କବା।